ମୋ ଜୀବନରେ ତୁ ଏମିତି କିଛି ଲେଖିଛୁ ଏ ବିଧାତା, ଯିଏ ବି ଆସିଲା ଟାଇମ୍ ପାସ୍ କରି ଚାଲିଗଲା। ଆପଣଙ୍କୁ ଆଦର କରୁଥିବା, ଆପଣଙ୍କ ପାଇଁ ପାଗଳ ହେଉଥିବା ଲୋକମାନେ ଭାଗ୍ୟରେ ଥିଲେ ମିଳନ୍ତି ଆଜ୍ଞା। ଏହି ଲୋକମାନଙ୍କୁ କେବେ ଜୀବନରୁ ଯିବାକୁ ଦେବେ ନାହିଁ। ପ୍ରତ୍ୟେକ ମଣିଷ ଜୀବନରେ ଗୋଟେ ସାଥୀ ଏମିତି ବି ହେବା ଆବଶ୍ୟକ, ଯେତେବେଳେ ଆମେ କୌଣସି ଜାଗାରେ କିଛି ଭୁଲ କରୁଛୁ, ଆମ ଭୁଲ ଆମକୁ କହିପାରୁଥିବ ଆଉ ଚାପୁଡ଼ାଏ ମାରି ମଧ୍ୟ ଆମକୁ ଠିକ୍ ରାସ୍ତାକୁ ଆଣିପାରୁଥିବ। ବନ୍ଧୁ, ଏଠି ପ୍ରକୃତ ଖୁସି ବା କ'ଣ? ପ୍ରକୃତ ଖୁସି ତ ସିଏ ଯେତେବେଳେ ଆପଣଙ୍କ ବାପା ମାଙ୍କ ଆଖିରେ ହେଉ କିମ୍ବା ଓଠରେ ହେଉ କିମ୍ବା ମୁହଁରେ ହେଉ ହସ ଫୁଟି ଯାଉଥିବ, ଆଉ ସେ ହସର କାରଣ ଆପଣ ହୋଇଥିବେ। ଆପଣ କମେଇଥିବା ଟଙ୍କା ପଇସା କେବେ ବି ଉପରକୁ ନେଇଯାଇପାରିବେନି, କିନ୍ତୁ ଆପଣ କମେଇଥିବା ଇଜ୍ଜତ ନିଶ୍ଚୟ ଉପରକୁ ନେଇଯାଇପାରିବେ। ସେଥିପାଇଁ ଟଙ୍କା ପଇସା କମେଇବା ଛାଡ଼, ଲୋକଙ୍କ ଟିକେ ସେବା କରିଚାଲ। ଏମିତି ଗୋଟେ ମଣିଷକୁ ମୁଁ ମୋ ଜୀବନରେ ଖୋଜୁଛି, ଯେଉଁ ମଣିଷକୁ ପାଖରେ ବସାଇ ମୁଁ ମୋ ଅତୀତ ଜୀବନର ସବୁ ସତ କଥା କହିପାରିବି। ଶୁଣିଛି ଆଜ୍ଞା, କୁଆଡ଼େ ଦୁଃଖ କଷ୍ଟ କହିଲେ କାଳେ କମ୍ ହୋଇଯାଏ। ଯେବେ ମୁଁ ହସୁଥାଏ ତେବେ ସିଏ ବି ହସୁଥାଏ, ଆଉ ଯେବେ ମୁଁ କାନ୍ଦୁଥାଏ ତେବେ ସିଏ ବି କାନ୍ଦୁଥାଏ। ମୁଁ ଆଉ କାହା କଥା କହୁନି ଆଜ୍ଞା, ମୋ ଘରେ ସେଇ ଆଇନାଟିଏ ଥାଏ। ହସୁଥିବା ଖେଳୁଥିବା ଗୋଟେ ମଣିଷ କେବେ ବି ନିଜ ଇଚ୍ଛାରେ ଚୁପ୍ ହୋଇଯାଏନି। ତା ଜୀବନରେ କିଛି ତ ଘଟଣା ଏମିତି ନିଶ୍ଚୟ ଘଟିଥିବ, ଯେଉଁ ଘଟଣା ତାଠୁ ତା ଜୀବନର ଶାନ୍ତି ଛଡ଼େଇ ନେଇଥିବ। କେବଳ ମୃତ୍ୟୁ ଆସିବା ପରେ ହିଁ ମଣିଷ ମରେନି ଆଜ୍ଞା। ଯେଉଁ ମଣିଷ ଠିକ୍କୁ ଠିକ୍ ଆଉ ଭୁଲକୁ ଭୁଲ କହିବାର ସାହସ ରଖେ ନାହିଁ, ସେ ମଣିଷ ବି ତ ମୃତ ମଣିଷ ସାଙ୍ଗେ ସମାନ। ଏଇ ଲୋକ କ'ଣ ଭାବିବ, ସେଇ ଲୋକ କ'ଣ ଭାବିବ, ଆଉ ଏ ଦୁନିଆର ଲୋକେ କ'ଣ କହିବେ, ଏସବୁ କଥା ଛାଡ଼ି ଟିକେ ଉଚ୍ଚ ସ୍ତରର ଭାବନା ଆଣନ୍ତୁ ଆଜ୍ଞା ଆପଣଙ୍କ ଜୀବନରେ। ଜୀବନ ବହୁତ ସୁନ୍ଦର, ଏଇଭଳି ଲୋକମାନଙ୍କ ଭିତରେ ଜିଇବା ବ୍ୟର୍ଥ ହୋଇଯିବ। ତୁମେ ଯଦି କୌଣସି ବି କଥା କୌଣସି ଜାଗାରେ କହିବା ପାଇଁ ଚାହୁଁଛ, ତେବେ ପ୍ରଥମେ ଦେଖ କି ଆପଣଙ୍କୁ ଶୁଣୁଥିବା ଲୋକ ଗୋଟେ ଭଲ ହୃଦୟର ଲୋକ ହେବା ଦରକାର। କାହିଁକି ନା ଯେଉଁ ମଣିଷ ଆପଣଙ୍କୁ ଥରେ ଭୁଲ ବୋଲି ଭାବି ଦେଇଥିବ, ଆପଣ କେତେ ଭଲ କାମ କଲେ ବି ତାକୁ ଭୁଲ ହିଁ ଦେଖାଯିବ। ଏବେ କେମିତି ପାଇବା ଆଜ୍ଞା ଗୋଟେ ଭଲ ମଣିଷକୁ? କାହିଁକି ନା ଲୋକେ ଏଠି ହସିବାରେ ବି ଅଭିନୟ କରନ୍ତି, ଆଉ ଲୋକେ ଏଠି କାନ୍ଦିବାରେ ବି ଅଭିନୟ କରନ୍ତି। ଯଦି କୌଣସି ବି ମଣିଷ କରିଥିବା କୌଣସି ମାନସିକ ଯଦି ପୂର୍ଣ୍ଣ ନ ହୁଏ, ତେବେ ଏଠିକାର ଲୋକମାନେ ଭଗବାନଙ୍କୁ ହିଁ ବଦଳେଇ ଦିଅନ୍ତି। ଆଉ ଆପଣ ମଣିଷ ମାତ୍ର କାହିଁକି କାହାକୁ ଏତେ ବିଶ୍ୱାସ କରୁଛନ୍ତି? ଆମେ ଛୋଟ ନୁହଁ ବନ୍ଧୁ, ଆପଣଙ୍କର ସବୁ କଳା ଆମକୁ ଜଣା। କାଳେ କହିଲେ ସମ୍ପର୍କ ଖରାପ ହୋଇଯିବ, ସେଥିପାଇଁ ଚୁପ୍ ରହିଛୁ ଆମେ। ଯଦି କେବେ କୌଣସି ମଣିଷକୁ ଭୁଲ କରିବାର ଦେଖୁଛ, ତାକୁ ସେ ଭୁଲରୁ ନିବୃତ୍ତ କରି ଭଲ ଶିଖେଇବାକୁ ଚେଷ୍ଟା କର। ହଁ, ଏକଥା ବି ସତ, ଆବଶ୍ୟକତା ଠାରୁ କୌଣସି ମଣିଷକୁ ଏତେଟା ବି ଶିଖେଇବାକୁ ଚେଷ୍ଟା କରିବନି କି ସେ ମଣିଷ ପରେ ଆପଣଙ୍କର ଶତ୍ରୁ ହୋଇଯିବ। ଏ ଦୁନିଆ ଯେମିତି ଚାଲୁଛି ତାକୁ ଆପଣ ସେମିତି ଚାଲିବାକୁ ଦିଅନ୍ତୁ। ସତ କହୁଛି, ଆପଣ ଚାହିଁଲେ ବି ଏ ଦୁନିଆକୁ ବଦଳେଇ ପାରିବେ ନାହିଁ। ଗୋଟେ କଥା ମାନିବେ, ନିଜେ ବଦଳି ଯାଆନ୍ତୁ। କମ୍ ସେ କମ୍ ଆପଣଙ୍କ ଦୁନିଆ ତ ବଦଳିଯିବ ନା। ଯେତେବେଳେ ଭଗବାନଙ୍କ ଦରବାରକୁ ଯାଉଛ, ମନ ଭିତରେ ସବୁବେଳେ ମାଗିବାର ଆଶା ନେଇ ଯାଅନି ଆଜ୍ଞା।
କେତେବେଳେ ଭକ୍ତି ଆଉ ପ୍ରାର୍ଥନା ବି ନେଇଯାଅ। ଏ ଦୁନିଆରେ ଏମିତି ବହୁତ କମ୍ ଲୋକ ଥାଆନ୍ତି ଯେଉଁମାନେ ଆପଣଙ୍କ ଦୁଃଖକୁ ପ୍ରକୃତରେ ବୁଝିପାରିବେ। ନହେଲେ ଏଠି କାହାଣୀ ଶୁଣିବାକୁ ତ ସମସ୍ତେ ପସନ୍ଦ କରନ୍ତି। ନିଜ ଦୁଃଖ ଓ କଷ୍ଟକୁ ନିଜ ଘରର ଚାରି କାନ୍ଥ ଭିତରେ ହିଁ ରହିବାକୁ ଦିଅ। କାହିଁକି ନା ଥରେ ଯଦି ୟାକୁ ତୁମେ ବାହାରକୁ ନେବ, ୟାର ମୂଲଚାଲ ଆରମ୍ଭ ହୋଇଯିବ। ଯେତେବେଳେ ଦୁଃଖ ହୁଏ ଓ ଯେତେବେଳେ କଷ୍ଟ ହୁଏ, ଏସବୁ ହେବା ସମୟରେ ଯେଉଁ ମଣିଷ ଆମର ପ୍ରଥମେ ହିଁ ମନେ ପଡ଼େ, ସତରେ ସେ ମଣିଷ ଆମ ପାଇଁ ବହୁତ ମୂଲ୍ୟବାନ ହୋଇଥାଏ। ଯଦି ଆପଣଙ୍କ ମନୋବଳ ସବଳ ଅଛି, ତେବେ ଆପଣଙ୍କ ଭାଗ୍ୟକୁ ବି ଆପଣ ପରିବର୍ତ୍ତନ କରିପାରିବେ। ନହେଲେ ଆପଣଙ୍କ ଚତୁଃପାର୍ଶ୍ୱରେ ବି ଏମିତି ବହୁତ ଲୋକ ଥିବେ ଯେଉଁମାନେ କେବଳ ଭାଗ୍ୟକୁ ନିନ୍ଦି ନିନ୍ଦି ନିଜ ଜୀବନ ବିତାଉଛନ୍ତି। ଚିନ୍ତା କରିବା ଦ୍ୱାରା କୌଣସି ସମସ୍ୟାର ସମାଧାନ ହୁଏ କିମ୍ବା ନ ହୁଏ ସେ କଥା ତ ମୁଁ ଜାଣିନି, କିନ୍ତୁ ଚିନ୍ତା କରିବା ଦ୍ୱାରା ଏଇ ମୁହୂର୍ତ୍ତର ଆପଣଙ୍କ ମନର ଶାନ୍ତି ଆପଣଙ୍କଠୁ ଚାଲିଯିବ। ତୁମେ ନିଜ ଜୀବନକୁ ନେଇ ଏତେ ବି ଦୋଷ ଦିଅନି ଆଉ ଏତେ ବି ଆକ୍ଷେପ କରନି। କାହିଁକି ନା ତୁମେ ବି ଜାଣିଛ ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ଆପଣଙ୍କ ଭଳି ଜୀବନ ବି ସ୍ୱପ୍ନ। ଏ ଜୀବନ ବିତିଗଲା ଆଜ୍ଞା ସମସ୍ତଙ୍କୁ ଖୁସିରେ ରଖିବା ପାଇଁ ଚେଷ୍ଟା କରି, କିନ୍ତୁ ଦୁଃଖର ବିଷୟ ନିଜ ଲୋକମାନେ କେବେ ଖୁସି ହେଲେ ନାହିଁ। ଆଉ ଯେଉଁମାନେ ଖୁସି ହେଲେ ସେମାନେ ନିଜ ଲୋକ ନଥିଲେ। ମୁଁ ବହୁତ ଚେଷ୍ଟା ବି କରିଛି ଏ ପ୍ରଶ୍ନର ଉତ୍ତର ପାଇବା ପାଇଁ, କିନ୍ତୁ କେବେ ବି ପାଇପାରିନି। ସବୁବେଳେ ଯେଉଁ ଲୋକମାନେ ଭଲ ହୃଦୟର ହୋଇଥାନ୍ତି, ଭଲ ମଣିଷ ହୋଇଥାନ୍ତି, ଏ ବିଧାତା ସେମାନଙ୍କ ସହ ଖେଳ ଖେଳିବା କ'ଣ ପାଇଁ? ଭଲ ପାଇବା କିଛି ଖରାପ କଥା ନୁହଁ, କିନ୍ତୁ ଭଲ କେବେ ବି ପାଅ ନାହିଁ। ନହେଲେ କାନ୍ଦିବା ପାଇଁ ପ୍ରସ୍ତୁତ ହୋଇଯାଅ। କେବେ ବି କୌଣସି ମଣିଷକୁ ନିଜର ଏତେ ବି ସମୟ ଦେବ ନାହିଁ କି ସେ ମଣିଷକୁ ଗର୍ବ ଆସିବା ଆରମ୍ଭ ହୋଇଯିବ। ଆଉ କେବେ ବି କେଉଁ ମଣିଷର ପାଦ ତଳେ ଏତେ ବି ପଡ଼ିଯିବନି କି ସେ ମଣିଷକୁ ଅହଙ୍କାର ଆସିବା ଆରମ୍ଭ ହୋଇଯିବ। ଯେଉଁ ଲୋକମାନେ ଜଟିଳ ହୋଇଥାନ୍ତି, ସେଇ ଲୋକମାନେ ବେଳେବେଳେ ଖରାପ ପରିସ୍ଥିତିରେ ଆମ କାମରେ ଆସିଯାଆନ୍ତି, କିନ୍ତୁ ଯେଉଁ ଲୋକମାନେ ମିଠା ମିଠା କଥା କୁହନ୍ତି, ସେଇ ଲୋକମାନେ ଆମକୁ ଧୋକା ଦେଇ ଚାଲିଯାଆନ୍ତି। ଯେଉଁ ମଣିଷ ଆପଣଙ୍କର କଷ୍ଟର ମୂଲ୍ୟ ହିଁ ବୁଝିପାରୁନି, ସେ ମଣିଷ ଆଗରେ ଆପଣଙ୍କ କଷ୍ଟକୁ ବ୍ୟକ୍ତ କରିବାର କୌଣସି ବି ଆବଶ୍ୟକ ନାହିଁ। ବରଂ ଭଲ ହେବ ତୁମେ ଚୁପ୍ ରହିଯାଅ। ଏ ଜୀବନ କେତେ ବି ଖରାପ ହୋଇଥାଉ ନା କାହିଁକି, କିନ୍ତୁ ଯେଉଁ ପର୍ଯ୍ୟନ୍ତ ଆପଣଙ୍କ ସାଙ୍ଗରେ କେହି ନିଜ ଲୋକ ଆପଣଙ୍କ ସାଥ ଦେବା ପାଇଁ ରହିଛି, ସେ ପର୍ଯ୍ୟନ୍ତ ଏ ଜୀବନ ତୁମକୁ ଭଲ ହିଁ ଲାଗିବ। ପ୍ରତ୍ୟେକ ମଣିଷ ପଛରେ ଦୁଇଟି କାହାଣୀ ରହିଛି। ଗୋଟିଏ କାହାଣୀ ତ ଆପଣ ଶୁଣି ସାରିଛନ୍ତି, ଅନ୍ୟଟି ସେ ମଣିଷ କାହାକୁ କୁହେନି। ଯେଉଁ ମଣିଷ ଆପଣ କହୁଥିବା କଥାର ମୂଲ୍ୟ ବୁଝୁନାହିଁ, ସେ ମଣିଷକୁ କିଛି ବି କୁହନ୍ତୁ ନାହିଁ, ବରଂ ଆପଣ ଚୁପ୍ ହୋଇଯାଆନ୍ତୁ। କାହିଁକି ନା ଚୁପ୍ ରହିବା ଠାରୁ ବଡ଼ ଉତ୍ତର ଆଉ କିଛି ବି ହୋଇନଥାଇପାରେ। ଜୀବନରେ କେବେ ବି ଅନ୍ୟମାନଙ୍କୁ ଭରସା କରନ୍ତୁ ନାହିଁ। ଜୀବନରେ କେବେ ବି ଅନ୍ୟମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ। ନିଜକୁ ସବୁବେଳେ ଶକ୍ତିଶାଳୀ କରିବାକୁ ଚେଷ୍ଟା କରନ୍ତୁ। କାହିଁକି ନା ଆପଣଙ୍କ ନିଜ ଛଡ଼ା ଏ ଦୁନିଆରେ ଆପଣଙ୍କର ନିଜର କେହି ନାହିଁ। କେବେ ବି ଭାଗ୍ୟର ଭରସାରେ ବସ ନାହିଁ କି ଭାଗ୍ୟରେ ଯାହା ଥିବ ତାହା ହିଁ ହେବ। ଆଉ କେବେ ବି ନିଜ ହାତର ରେଖା ଉପରେ ବି ବିଶ୍ୱାସ କର ନାହିଁ କି ହାତର ଲେଖାରେ ଯାହା ଲେଖା ଥିବ ତାହା ହିଁ ହେବ। କାହିଁକି ନା ସେହି ଲୋକମାନଙ୍କ ଭାଗ୍ୟ ବି ମୁଁ ବଦଳି ଯିବାର ଦେଖିଛି, ଯେଉଁ ଲୋକମାନଙ୍କର ହାତ ହିଁ ନାହିଁ। ମୁଁ ରାଗି ବି ପାରେ
आउ मु रुषि भी पारे आउ मु अभिमान भी करि पारे केवल सेई लोकमानंक उपरे जो लोकमानंकु मु निजर भाबुची। गोटे कथा कहिबी टिके भाबिबे निश्चय लोकमाने सबुबेले सेई जिनिसकु ही हरेइबाकु डरंती जो जिनिसकु सेमाने प्रथमरु ही हरेई देई थांती। तुमे जीवन रे 100 थर फेल होई जाओ किछि कथा नहीं, तुमे जीवन रे 1000 थर फेल होई जाओ किछि भी कथा नहीं, किंतु गोटिए राण निज मन भितरे निश्चय खाई दियो कि जो पर्यंत तुम स्वप्न पूरा न होईची से पर्यंत तुमे केबे तुम कार्य पथरु हटिब नाही। जेतबेले कौनसी मनीष निज पाई कम आउ अन्य मानंक विषय रे बेसी भाबिबा आरंभ करिबो सेई मुहूर्तरु से मनीष निज भविष्यत को अंधार करी चलिबो। सेथिपाई पर कथा छाड़ प्रथमे निज कथा देख। ए दुनिया लोकंक आगरे केबे भी कांद नाही काहींकि ना ए दुनिया लोकंकु कांद देखिबारे आनंद बहुत आसी थाए। सेथिपाई कांदिबा अपेक्षा कांद चुप करी निज परिश्रम को द्विगुणित कर काहींकि ना तुम स्वप्न को तुमको पाइबार अछि। लोके कुहंती कि मनर दुख ओ कष्ट को काहाको कहिबा द्वारा मनर दुख कष्ट कम होई जाए। मु एही उपाय रे भी किछि करी कि देखिली आज्ञा, किंतु सत कहूची मो दुख कष्ट केबे कम हेला नाही। मु जानिनी भगवान मोर काहींकि एते परीक्षा नौचंती, हुए तो से माने मते जीवनर गोटे भल खेलाड़ी बोली भाबुछंती। समस्त मनीष को केबे भी भल बोली भाबी देबेनी आपण, काहींकि ना लोके एठी चेहरा उपरु जहा देखा जाती भितरे ताहा कदापि होई न थांती। जो मनीष निज पाखरे थिबा जिनिस को नेई निज जीवन रे संतुष्ट नुह सेई मनीष को जदि भविष्यत रे किछि भल जिनिस भी मिलेना से मनीष केबे संतुष्ट होई पारिबो नाही। टंका पैसा पछरे गोड़ेइबा छाड़ंतु टिके हस खुशी रे बंचिबा शिखंतु। गोटे सत कथा कहिबी ए जीवन काली रहिबो कि नाही किछि भी भरोसा नाही। निज जीवन रे सबु बेले निज को मूल्य दबा शिख, कौनसी पर लोक को नुह। जदि अन्य कौनसी लोक को तुमे मूल्य दब तुम निज जीवन रे तुमे सस्ता होई रही जीव। तुम निज ठारू बड़ साथी तुम पाई ये दुनिया रे आउ केही नाही, तो तुमे अन्य संगतर खोजरे जाओनी, बरम निज सह निजे मित्रता करी दियो, देखिब तुमे केबे भी दुखरे रहिबनी। आपणक जीवन रे आसुथिबा खराप समय हो किंबा खराप परिस्थिति हो से आपणको केबे भी दुर्बल करी दिएनी आज्ञा, बरम एठी किए निजर आउ किए पर सेमानंकर असली चेहरा देखई दिए।